କ'ଣ ଆପଣଙ୍କ ପାଖରେ ବି ଅନ୍ତୋଦୟ କାର୍ଡ଼ ଅଛି କି? ଯଦି ହଁ, ତାହେଲେ ଆପଣ ବି ପାଇପାରିବେ ବହୁତ ସାରା ବେନିଫିଟ୍ସ। ଆସନ୍ତୁ ଜାଣିବା ଅନ୍ତୋଦୟ କାର୍ଡ଼ ଉପରେ କ'ଣ କ'ଣ ବେନିଫିଟ୍ ଅଛି ଆଉ କ'ଣ ଆପଣମାନେ ତା ଦ୍ୱାରା ଲାଭ ପାଇପାରିବେ। ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବା ଏବଂ ଜାଣିବା। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିବା ଆଗରୁ ଆମ ପେଜକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ କରିଦିଅନ୍ତୁ, ଯାହାକି ପରବର୍ତ୍ତୀ ସମୟରେ ଯାହା ବି ନୂଆ ନୂଆ ଭିଡ଼ିଓ ପୋଷ୍ଟ ହେବ ଆପଣ ସର୍ବପ୍ରଥମେ ପାଇପାରିବେ। ଏବେ ଆସନ୍ତୁ ଜାଣିବା ଅନ୍ତୋଦୟ କାର୍ଡ଼ ଉପରେ ମୁଖ୍ୟ ଖବର ବର୍ତ୍ତମାନ କ'ଣ ଅଛି, କ'ଣ ବେନିଫିଟ୍ସ ଆପଣ ପାଇପାରିବେ ସେଥିପ୍ରତି ନଜର ଦେବା। ଆସନ୍ତୁ ଆପଣମାନେ ଏବେ ଦେଖିପାରୁଥିବେ ମୋ ସ୍କ୍ରିନ୍ରେ ବର୍ତ୍ତମାନ ଗୋଟେ ନୋଟିସ୍ ଆସିକି ପହଞ୍ଚିଛି। ନୋଟିସ୍ ଅଛି ସଶକ୍ତ ହେଉଛି ଗ୍ରାମ ପଞ୍ଚାୟତ, ଲୋକଙ୍କ ଆଶ୍ରୟ ସୁରକ୍ଷା ହେଉଛି ସୁନିଶ୍ଚିତ। ସୁଦୃଢ଼ ପଞ୍ଚାୟତ ବ୍ୟବସ୍ଥା ଏବଂ ଲୋକଙ୍କ ଆଶ୍ରୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ଦୀପାବଳିର ଅବ୍ୟବହିତ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ 471ଟି ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଭିତ୍ତିପ୍ରସ୍ତର ସ୍ଥାପନ ସହ ଅନ୍ତୋଦୟ ଗୃହ ଯୋଜନାରେ ତୃତୀୟ ପର୍ଯ୍ୟାୟରେ 48,693 ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରିଛନ୍ତି। ଏବେ ଆପଣମାନେ ଜାଣିପାରିଲେ ଅନ୍ତୋଦୟ କାର୍ଡ଼ର ଅନ୍ତୋଦୟ ଗୃହ ଯୋଜନା ବିଷୟରେ କହୁଥିଲେ। ଆଉ ଯେଉଁମାନଙ୍କର ବି ପ୍ରଥମ କିସ୍ତିରେ ଆସିନାହିଁ, ଦ୍ୱିତୀୟ କିସ୍ତି ପାଇଁ ଆପଣମାନେ ଅପେକ୍ଷା କରନ୍ତୁ। ଯଦି କୌଣସି ପ୍ରକାର ଅସୁବିଧା ଅଛି ଯାଇକି ଆପଣ KYC କରିପାରିବେ। ଏବେ ଆସନ୍ତୁ ଜାଣିବା ଅନ୍ତୋଦୟ ଯୋଜନା ଗୃହ କ'ଣ। ଗୁଗଲରେ ଆପଣ ଡାଇରେକ୍ଟ ଅନ୍ତୋଦୟ ଗୃହ ଯୋଜନା ମାରିଲେ ଏଇଠି ଆପଣଙ୍କର ଆସିଯାଉଛି ଅଫିସିଆଲ ୱେବସାଇଟ୍। ଆପଣ ତାକୁ ଭିଜିଟ୍ କରି ସବୁ ଜାଣିପାରିବେ। ଏବଂ ପିପୁଲ ଅଲସୋ ଆକ୍ସରେ ଯେତେ ବି ଲୋକଙ୍କର କୋଶ୍ଚିନ୍ ଥିଲା ଅନ୍ତୋଦୟ ଗୃହ ଯୋଜନା କ'ଣ, ଏଠି ବି ଆପଣଙ୍କର ଆନ୍ସର ଆସିଯାଉଛି, ପଢ଼ିକି ଜାଣିପାରିବେ। फ्रेंड्स, एमती वीडियो नूआ वीडियो देखिए ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ତ ଭବିଷ୍ୟତରେ ନୂଆ ଭିଡ଼ିଓ ଏମିତି ଆଣିବା ପାଇଁ ଆମ ସହ ଯୋଡ଼ି ହେଇକି ରୁହନ୍ତୁ ଏବଂ ଲାଇକ୍, କମେଣ୍ଟ, ସେୟାର ନିଶ୍ଚିନ୍ତ କରନ୍ତୁ।